ଆସନ୍ତା 23 ତାରିଖ ବେଳକୁ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଆଣ୍ଡାମାନର ପୂର୍ବ ଉପକୂଳରେ ହେବାକୁ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଇବା ଆଶଙ୍କା ରହିଛି। ଆମେରିକାର ବିଭିନ୍ନ ମଡେଲ ଏପରି ଚିତ୍ର ଆଙ୍କିଛି। ପୂର୍ବାନୁମାନ କରିଛି ଯେ ଅକ୍ଟୋବର 21 ତାରିଖରେ ଆଣ୍ଡାମାନର ପୂର୍ବ ଉପକୂଳରେ ଲଘୁଚାପ ସୃଷ୍ଟି ହେବ। ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ସମୁଦ୍ର ଉପରେ ଏହା ପ୍ରାୟ 3 ଦିନ ରହିବ। ଲଘୁଚାପ ଅଧିକ ବଳ ଗୋଟାଇ ବେଶ ଶକ୍ତିଶାଳୀ ହେବ। 21ରେ ଲଘୁଚାପ ସୃଷ୍ଟି ବେଳକୁ କେନ୍ଦ୍ରସ୍ଥଳରେ ବାୟୁର ଚାପ 1003 ମିଲିବାର ରହିଥିବ। 23 କିମ୍ବା 24 ତାରିଖ ବେଳକୁ ଏହା 987 ମିଲିବାରକୁ ଖସି ଆସିବ। ବାୟୁର ଚାପ ଏଭଳି ସ୍ତରକୁ ଖସିବା ବାତ୍ୟା ଆଶଙ୍କାକୁ ଦୃଢ଼ କରୁଛି। ଲଘୁଚାପର ଗତିପଥକୁ ନେଇ ଟିଡବିଟ୍ସ ୱେବସାଇଟ୍ ଯେଉଁ ଆକଳନ କରୁଛି, ସେଥିରେ ଏହାର ଗତିପଥ ଉତ୍ତର ପଶ୍ଚିମ ଆଡ଼କୁ ରହୁଛି। ଆଣ୍ଡାମାନର ପୂର୍ବ ଉପକୂଳରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଉତ୍ତର ଆନ୍ଧ୍ରପ୍ରଦେଶରେ ମାଡ଼ ହୋଇପାରେ, କିନ୍ତୁ ଗତିପଥ ସାମାନ୍ୟ ପରିବର୍ତ୍ତନ ହେଲେ ଏହା ଓଡ଼ିଶାରେ ମାଡ଼ ହେବ।